ସମସ୍ତ ଗୁରୁ ଭାଇ ମା ମାନଙ୍କୁ ମୋ ଅନ୍ତରର ରାୟ ପ୍ରୀତି ଜୟଗୁରୁ ଜଣାଉଛି। ଏହି ଭିଡ଼ିଓରେ ହେମକବି କେମିତି ମଦ ଛାଡ଼ିଲେ, ଠାକୁର ତାଙ୍କୁ କି ମେଡ଼ିସିନ ଦେଲେ ଯେ ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ପରିବର୍ତ୍ତନ କରିଦେଲେ। ହେମକବି ହେଉଛନ୍ତି କବିତାର ଶୈଳୀ, ଛନ୍ଦ, ସୁନ୍ଦର ଶବ୍ଦ ଚୟନ ଯୋଗୁଁ ଖୁବ୍ କମ୍ ସମୟରେ ସେ ପାଠକ ମହଲରେ ନାଟକୀୟ ପରିବେଶ ସୃଷ୍ଟି କରିବାରେ ଧୁରନ୍ଧର ଥିଲେ। ତାଙ୍କର କଣ୍ଠସ୍ୱରର ମଧୁରତା ଖୁବ୍ ସୁନ୍ଦର ଥିଲା। ଥରେ ସିଏ ଆଖି ଲାଲ ଲାଲ କରି ଆସିକି ଠାକୁରଙ୍କ ପାଖରେ ପହଞ୍ଚିଛନ୍ତି। ଜୋରସୋର ମଦ ପିଇ ଦେଇଛନ୍ତି ଆଉ ଟଳ ଟଳ ହୋଇ ଚାଲୁଛନ୍ତି। ପହଞ୍ଚି ଠାକୁରଙ୍କ ପାଖରେ ଆସି କହୁଛନ୍ତି, ଠାକୁର ମୁଁ ମଦ ପିଇଛି। ସେ ଠାକୁର କହୁଛନ୍ତି, ସେଥିରେ କ'ଣ ହୋଇଛି ଦାଦା? ମଦ ତ ଆପଣ ପିଇଛନ୍ତି, ମଦ ତ ଆପଣଙ୍କୁ ପିଇ ନାହିଁ। ଏହିଭଳି କଥା ଶୁଣିବା ମାତ୍ରେ ହେମକବିଙ୍କର ଭାବାନ୍ତର ସୃଷ୍ଟି ହୁଏ। ଆଉ ସିଏ କହନ୍ତି, ମୋତେ ଏମିତି ଅବସ୍ଥାରେ ଦେଖି ଆପଣଙ୍କର ମୋ ପ୍ରତି କ'ଣ ଘୃଣା ଭାବ ଆସୁନି? ଶ୍ରୀ ଠାକୁର କହୁଛନ୍ତି, ନା ନା, ଘୃଣା କାହିଁକି କରିବି? ଡାହାଣ ହାତରେ ଯଦି ଘା ହୁଏ, ବାମ ହାତ କ'ଣ ତାକୁ କେବେ ଘୃଣା କରେ? ଏହିଭଳି କଥା ଶୁଣି ହେମକବି କୁହନ୍ତି, ହଉ ଠାକୁର, ମୁଁ କିଛି ଗୀତ ଶୁଣିବାକୁ ଚାହୁଁଛି। ଶ୍ରୀ ଠାକୁର ଖୁବ୍ ଖୁସିର ସହିତ କହୁଛନ୍ତି, ହଁ ଦାଦା, ଗୀତ ଶୁଣାନ୍ତୁ, ଆଉ ନିଶ୍ଚୟ ଶୁଣାନ୍ତୁ। ତାପରେ ଘର କାନ୍ଥରେ ଗୋଟିଏ ମୃଦଙ୍ଗ ଥିଲା, ସେଇଟାକୁ ଜଣେ ଦାଦା ଆଣିଲେ। ତାଙ୍କ ନାଁ ହେଉଛି ଯେଉଁ ବନବିହାରୀ ଘୋଷ, ଯିଏକି ଜଣେ ଭକ୍ତ ଠାକୁରଙ୍କର। ତାପରେ ଆଣି ହେମକବି କୁହନ୍ତି ଯେ ସେ ବାଜାଟା ଆଣିଲେ ଗୀତ ବୋଲିବା ପାଇଁକା। ତାପରେ ମୃଦଙ୍ଗ ବଜାଇ ଗୀତ ବୁଲୁ ବୁଲୁ ଶେଷରେ ସେ କାନ୍ଦି ପକାନ୍ତି। ସମସ୍ତଙ୍କ ଆଖିରୁ ମଧ୍ୟ ଲୁହ ହୋଇଯାଏ। ଠାକୁର ଖୁବ୍ ଖୁସିର ସହିତ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରନ୍ତି। ହେମକବି ଚିତ୍କାର କରି କହନ୍ତି, ନା ନା ଠାକୁର, ମୋତେ ଆପଣ ଛୁଅନ୍ତୁ ନାହିଁ। ମୁଁ ଏତେ ଜୋରସେ ମଦ ପିଇଛି ଯେ ମୋ ଦେହ ସାରା ମଦର ବାସ୍ନା ବାହାରୁଛି। ମୋତେ ସ୍ପର୍ଶ କଲେ ଆପଣଙ୍କର ପବିତ୍ର ଦେହ ମଇଳା ହୋଇଯିବ। ମୋତେ ଘୃଣା କରନ୍ତୁ, ମୋ ଉପରକୁ ଛେପ ପକାନ୍ତୁ। କିନ୍ତୁ ଶ୍ରୀ ଠାକୁର ତାଙ୍କୁ ସେହିପରି ଧରି କହନ୍ତି, ଘୃଣା କାହାକୁ କରିବି, କାହିଁକି କରିବି? ପରମ ପିତାଙ୍କ ରାଜ୍ୟରୁ ମଇଳା ପରିଷ୍କାର କରିବା ମୋର ତ କାମ, ଛେପ ପକାଇବା କାମ ନୁହେଁ। ଆପଣଙ୍କୁ ଘୃଣା କରି ମୁଁ ଯିବି କୁଆଡ଼େ? କାହାକୁ ଆଲିଙ୍ଗନ କରିବି? ଶ୍ରୀ ଶ୍ରୀ ଠାକୁରଙ୍କର ଏହିଭଳି ବ୍ୟବହାରରେ ହେମକବି ପୁରା ଭାବ ବିହ୍ୱଳ ହୋଇଯାଆନ୍ତି, ଖୁସି ହୋଇଯାଆନ୍ତି। ଆପଣ ମୋତେ ଛୁଇଁଲେ, ଯାହାକୁ ସମସ୍ତେ ଦୂର ଦୂର କରନ୍ତି, ଛି ଛାକର କରନ୍ତି, ଆଉ ଆପଣ ମୋତେ ହୃଦୟରେ ଲଗାଇଲେ। ତାଙ୍କ ଚକ୍ଷୁରୁ ପୁରା ଲୁହ ଧାର ଧାର ବୋହିଯାଏ। ତାପରେ କହୁଛନ୍ତି, ଆପଣଙ୍କ ପରି ମୋତେ ତ କେହି କେବେ ବି ଆପଣାର କରିନାହାନ୍ତି। ମଦ ଖରାପ ବସ୍ତୁ ମୁଁ ଜାଣିଛି, ଛାଡ଼ିଦେବାକୁ ସମସ୍ତେ କୁହନ୍ତି। ଆଚ୍ଛା ଠାକୁର, ଆପଣ କହିଲେ ମଦ ଖରାପ ବସ୍ତୁ ବୋଲି, ମୁଁ କ'ଣ ଜାଣିନି? ଛାଡ଼ିବାର ଶକ୍ତି ମୋର ଥିଲେ ତ ମୁଁ କେବେଠୁ ଛାଡ଼ି ସାରନ୍ତିଣି। ଏଇ ସାମାନ୍ୟ କଥାକୁ ଲୋକେ ମୋତେ କାହିଁକି ବୁଝିପାରୁନାହାନ୍ତି? ହେମକବିଙ୍କର ଏଇ କଥାକୁ ଠାକୁର କହୁଛନ୍ତି ଶୁଣିକି ଯେ, ନା 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 ଦାଦା, କାହାରି କହିବାରେ ଆପଣ ମଦ୍ୟପାନ କାହିଁକି ଛାଡ଼ିବେ? ଆପଣ ପିଅନ୍ତୁ, ବେଶୀ ପିଅନ୍ତୁ, ଆହୁରି ଆହୁରି ବେଶୀ ପିଅନ୍ତୁ, ଖୁବ୍ ଜୋରରେ ପିଅନ୍ତୁ। କେବଳ ଏତିକି ଧ୍ୟାନ ରଖିବେ ଯେ ମଦ ଯେପରି ଆପଣଙ୍କୁ ନ ପିଏ। ଶ୍ରୀ ଠାକୁରଙ୍କର ଏ କଥା ଶୁଣି ହେମକବି କହିଲେ, ସେଥିପାଇଁ ତ ଆପଣ ଏତେ ଭଲ ଲାଗୁଛନ୍ତି ମୋତେ। ହେମକବିଙ୍କ ପାଇଁ ମଦ ଆଣିବାର ବ୍ୟବସ୍ଥା ଠାକୁର କରିଦେଲେ। ଏଣିକି ସେ ଘର ଦ୍ୱାର ଛାଡ଼ି ଆସି ଶ୍ରୀ ଠାକୁରଙ୍କ ପାଖରେ ରହିବାକୁ ଲାଗିଲେ। କଲିକତାରୁ ପାବନା ଆଶ୍ରମକୁ ମଧ୍ୟ ହେମକବି ଶ୍ରୀ ଠାକୁରଙ୍କ ସଙ୍ଗେ ଚାଲି ଆସିଲେ। ସେଠାରେ ବି ହେମକବିଙ୍କ ପାଇଁ ଶ୍ରୀ ଠାକୁର ମଦ ଅଣାଇବା ବ୍ୟବସ୍ଥା କରିଦେଲେ। ଏଥିରେ ସତ୍ସଙ୍ଗ ଆଶ୍ରମ ବଦନାମ ହେବାକୁ ଲାଗିଲା। ଶ୍ରୀ ଠାକୁର ଜଣେ ମନୋବୈଜ୍ଞାନିକ ହିସାବରେ ମଦ୍ୟପ ହେମକବିଙ୍କର ଚିକିତ୍ସା କରୁଥିଲେ, ଏକଥା କିନ୍ତୁ ସାଧାରଣ ଲୋକେ ବୁଝିପାରୁନଥିଲେ। ଦିନେ ଶ୍ରୀ ଠାକୁର ସ୍ୱୟଂ ନିଜ ହାତରେ ମଦ ଗ୍ଲାସ ଭର୍ତ୍ତି କରି ହେମକବିଙ୍କୁ ଅର୍ପଣ କଲେ। ଅଭ୍ୟାସ ହେତୁ ସେ ତ ମଦ୍ୟପାନ କଲେ, କିନ୍ତୁ ରାତିରେ ତାଙ୍କୁ ଆଉ ନିଦ ହେଲା ନାହିଁ। ପରଦିନ ଶ୍ରୀ ଠାକୁରଙ୍କ ନିକଟରେ ଆସି ପହଞ୍ଚି କହୁଛନ୍ତି, ଠାକୁର, ଆପଣଙ୍କ ଭଳି ଚତୁର ବ୍ୟକ୍ତି ମୁଁ କେଉଁଠି ବି ଦେଖିନି। ବହୁ ସାଧୁସନ୍ଥ ନିକଟକୁ ଯାଇଛି, କେଉଁଠାରେ ମୋର କିଛି ପରିବର୍ତ୍ତନ ହୋଇନଥିଲା। ମୋ ପରି ମଦ୍ୟପକୁ ଆପଣ ଜିତିଗଲେ। ପ୍ରଥମେ ତ ମୋର ମଦ୍ୟପାନକୁ ଆପଣ ବାରଣ ବି କଲେ ନାହିଁ, ଆଉ ମୁଁ ମଧ୍ୟ ପିଇ ଚାଲିଲି। ମୁଁ ପିଇବାରେ ଲାଗିଲି, ଆପଣ ମୋତେ ମଦ ଦେବାରେ ଲାଗିଲେ। ଆପଣଙ୍କ ଆଶ୍ରମ ବଦନାମ ହେବାରେ ଲାଗିଲା। ବଦନାମ ହୋଇ ବି ଆପଣ ମଧ୍ୟ ମୋ ଗାଇବାରେ ଲାଗିଲେ ମଦ। ମୋର ମଦ୍ୟପାନ ପାଇଁ ଆପଣ ନିଜ ମାନ ସମ୍ମାନ ସବୁ ହରେଇଲେ। ସେଦିନ ମୁଁ କ'ଣ ଜାଣିଥିଲି ଯେ ମୋତେ ବି ଦିନେ ମଦ
ପାନ ଛାଡ଼ିବାକୁ ପଡ଼ିବ। ଯାହାଙ୍କ ଶ୍ରୀଚରଣରେ ବସି ସମସ୍ତେ ଅମୃତ ପାନ କରିବାକୁ ଆସନ୍ତି, ସେହି ଅମୃତଦାତାଙ୍କୁ ଜୀବନ କ୍ଷୟକାରୀ ମଦ୍ୟ ଦେବାକୁ ମୁଁ ବାଧ୍ୟ କରିଛି। ହେ ଭଗବାନ, ହେ ପ୍ରଭୁ। ତାପରେ ହେମକବି କହିଥିଲେ, ମୁଁ ଆଉ ଦିନେ ହେଲେ ମଦ ପିଇବି ନାହିଁ। ଠାକୁରଙ୍କର ସ୍ନେହ, ପ୍ରେମ, ଭଲ ପାଇବା ଆଉ ମିଠା ମିଠା କଥାରେ ଏଇ ହେମକବି ସମ୍ପୂର୍ଣ୍ଣ ମଦ ଛାଡ଼ି ଦେଇଥିଲେ ଏବଂ ଭଲ ମଣିଷରେ ପରିଣତ ହେଲେ। ଭଲ ଲାଗିଲେ ଗୋଟେ ଲାଇକ୍ କରିବେ। ଜୟ ଗୁରୁ।